ପିଲାମାନେ ତୁମମାନଙ୍କୁ ସବୁ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ଆଜି ଆମେ ଅଷ୍ଟମ ଶ୍ରେଣୀ ପିଲାମାନଙ୍କର ସାହିତ୍ୟ ବହିରୁ ଗୋଟିଏ ବିଷୟ ପଢ଼ିବା, ଯାହାକି ତୁମର ବିଷୟଟିର ନାଁ ହେଉଛି ବୃକ୍ଷ ମାହାତ୍ମ୍ୟ, କବି ଜଗନ୍ନାଥ ଦାସ। ଆମେ ପିଲେ ଅଷ୍ଟମ ଶ୍ରେଣୀରେ ଯେହେତୁ ତୁମେ ପଢ଼ିଲଣି, ଆମେ ପ୍ରଥମେ କବିଙ୍କ ପରିଚୟ ବିଷୟ କିଛି ଆଲୋଚନା କରିବା। ତୁମକୁ କବିଙ୍କ ପରିଚୟ ମନେ ରଖିବାକୁ ପଡ଼ିବ। କବି କେବେ ଜନ୍ମଗ୍ରହଣ କରିଥିଲେ ନା ସେ 1490 ଖ୍ରୀଷ୍ଟାବ୍ଦରେ ଭାଦ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ପୁରୀ ଜିଲ୍ଲାର କପିଳେଶ୍ୱରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ଭଗବାନ ଦାସ ଓ ମାତାଙ୍କ ନାମ ଥିଲା ପଦ୍ମାବତୀ ଦେବୀ। ହେଲା ପିଲେ, ମନେ ରହିଲା। ଏ କବି ଜଗନ୍ନାଥ ଦାସ ଜଣେ ସୁପରିଚିତ କବି। ସେ ପଞ୍ଚସଖା ମାନଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କର ରଚିତ ଓଡ଼ିଆ ଭାଗବତ, ଯାହାକି ଆମ ଓଡ଼ିଆମାନଙ୍କର ପବିତ୍ର ଧର୍ମଗ୍ରନ୍ଥ, ପ୍ରତ୍ୟେକ ଘରେ ପୂଜା ପାଉଛନ୍ତି। ତେଣୁ ତାଙ୍କର ଏଇ ଓଡ଼ିଆ ଭାଗବତ ଜଗନ୍ନାଥ ଦାସ ରଚନା କରିଛନ୍ତି, ଆଉ ସେଇଥିପାଇଁ ସେ ଘରେ ଘରେ ପରିଚିତ। ଆମର ଓଡ଼ିଆମାନଙ୍କର, ହିନ୍ଦୁମାନଙ୍କର ପ୍ରତ୍ୟେକ ଘରେ ଭାଗବତ ରଖି ପୂଜା କରାଯାଏ। ଭାଗବତ ଯେ ଭଗବାନଙ୍କର ମୁଖ ନିଃସୃତ ବାଣୀ, ଏହା ଆମ ଧର୍ମର ଲୋକମାନେ ବିଶ୍ୱାସ କରନ୍ତି ଏବଂ ସେହି ଅନୁସାରେ ଜୀବନଚର୍ଯ୍ୟା ଆମର ଚାଲିଥାଏ। ତାହାକୁ ମାନି, ଭାଗବତର କଥାକୁ ମାନି ଆମ ଜୀବନକୁ ଯଦି ଆମେ ଅତିବାହିତ କରିବା, ସେହି ନୈତିକ କଥାକୁ ଯଦି ମାନିବା, ତାହେଲେ ଆମ ଜୀବନ ସୁନ୍ଦର ଜୀବନଟି ହୋଇପାରିବ ଏବଂ ଭଗବାନଙ୍କର ଆଶୀର୍ବାଦ ଲାଭ କରିପାରିବା। ଏଇ ଯେଉଁ ଭାଗବତ, ଓଡ଼ିଆ ଭାଗବତକୁ ରଚନା କରିଥିଲେ କବି ଜଗନ୍ନାଥ ଦାସ, ଯିଏକି ପୁରୀ ଜିଲ୍ଲାର କପିଳେଶ୍ୱର ଗ୍ରାମରେ 1490 ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ ମୃତ୍ୟୁବରଣ କରିଥିଲେ 1550 ଖ୍ରୀଷ୍ଟାବ୍ଦର ମାଘ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ। ହେଲା ପିଲେ, କବି ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରଚନା କରିଥିଲେ। ସେ ଶ୍ରୀମଦ୍ ଭାଗବତ, ଯାହା ସଂସ୍କୃତ ଭାଷାରେ ରଚିତ ହୋଇଥିଲା, ତାହାକୁ ସେ ଓଡ଼ିଆରେ ଅନୁବାଦ କରିଥିଲେ। କାହିଁକି କରିଥିଲେ ପିଲେ? ନା ତା ପଛରେ ଏକ କିମ୍ବଦନ୍ତୀ ଅଛି। ଯେହେତୁ ତାଙ୍କ ମା ସଂସ୍କୃତ ଭାଷା ଭଲ ଭାବରେ ବୁଝିପାରୁନଥିଲେ, ସେ ତାଙ୍କ ପୁଅକୁ କହିଥିଲେ ମୋତେ ଟିକେ ଓଡ଼ିଆ ଭାଗବତ ବୁଝେଇ ଦେବା ପାଇଁ। ତେଣୁ ସେ ମାଆଙ୍କର ବୁଝିବା ପାଇଁ, ମା ଭଲରେ ବୁଝିପାରିବା ପାଇଁ ଓଡ଼ିଆରେ ଅନୁବାଦ କରିଥିଲେ ଏ ଭାଗବତକୁ। ସେଇ ଭାଗବତ ଆଜି ଆମର ଘରେ ଘରେ ପରିଚିତ, ଯାହାର ରଚୟିତା ହେଉଛନ୍ତି ଜଗନ୍ନାଥ ଦାସ। ତେଣୁ ଜଗନ୍ନାଥ ଦାସଙ୍କର ଭାଗବତ ଆମ ଓଡ଼ିଆ ଘରେ ଘରେ ଆଦୃତ। ଓଡ଼ିଆ ଭାଗବତ ବ୍ୟତୀତ ଜଗନ୍ନାଥ ଦାସ ଆଉ କେତେ ଗୁଡ଼ିଏ ରଚନା କରିଛନ୍ତି। କ'ଣ ନା ଅର୍ଥକୋଇଲି, ତୁଳାଭିଣା, ଫୁଲତୋଳା ଚଉତିଶା, ମନବୋଧ ଚଉତିଶା, ଶ୍ରୀ ସତ୍ସଙ୍ଗ, ଗଜ ଉଦାହରଣ, କାଳିୟ ଦଳନ ଇତ୍ୟାଦି ଅନେକ ଗୁଡ଼ିଏ ପୁସ୍ତକ ମଧ୍ୟ ସେ ରଚନା କରିଛନ୍ତି। ତେଣୁ ଜଗନ୍ନାଥ ଦାସଙ୍କ ବିଷୟରେ ଆମେ ତ ପିଲେ ଜାଣିଲେ। ଆଉ ଗୋଟିଏ ଜଗନ୍ନାଥ ଦାସଙ୍କ ବିଷୟରେ ଆମେ ଜାଣିବା। ସେ ଗୋଟିଏ ଉପାଧି ପାଇଥିଲେ। ସେ ଉପାଧିଟି ହେଉଛି କ'ଣ ନା ଅତିବଡ଼ି। ତାଙ୍କୁ ଅତିବଡ଼ି ଜଗନ୍ନାଥ ଦାସ ବୋଲି କୁହାଯାଏ। ଏ ଉପାଧିରେ ତାଙ୍କୁ ଶ୍ରୀ ଚୈତନ୍ୟ ଯେତେବେଳେ 1509 ଖ୍ରୀଷ୍ଟାବ୍ଦରେ ପୁରୀ ବୁଲିବା ପାଇଁ ଆସିଥିଲେ ବଙ୍ଗରୁ, ସେ ଦେଖିଲେ ସେ ଜଗନ୍ନାଥ ପ୍ରେମୀ, ଜଗନ୍ନାଥଙ୍କର ଭକ୍ତ ଜଗନ୍ନାଥ ଦାସଙ୍କୁ ଦେଖି ଭାବବିହ୍ୱଳ ହୋଇଯାଇଥିଲେ ଏବଂ ତାଙ୍କଠୁ ସବୁଠାରୁ ଶ୍ରେଷ୍ଠ ଭକ୍ତ ବୋଲି ସେ ଉପଲବ୍ଧି କରିଥିଲେ। ତେଣୁ ସେ ଜଗନ୍ନାଥ ଦାସଙ୍କୁ ଅତିବଡ଼ି ଉପାଧି ଦେଇଥିଲେ। ସେହିଦିନ ଠାରୁ ଜଗନ୍ନାଥ ଦାସ ଅତିବଡ଼ି ଜଗନ୍ନାଥ ଦାସ ନାମରେ ପରିଚିତ ହେଲେ। ହେଲା ପିଲେ, ତେଣୁ ଜଗନ୍ନାଥ ଦାସ ଏଇ ଯେଉଁ ଭାଗବତ ରଚନା କରିଛନ୍ତି, ସେ ଭାଗବତଟି ପିଲେ, ଭାଗବତର କିଛି ଅଂଶ ଦଶମ ସ୍କନ୍ଧର ଗୋପଲୀଳାଭର ତ୍ରୟୋବିଂଶ ଅଧ୍ୟାୟରୁ ଏ ବୃକ୍ଷ ମାହାତ୍ମ୍ୟଟି ଆସିଛି, ଯେଉଁଠିକି ତୁମ ଅଷ୍ଟମ ଶ୍ରେଣୀ ସାହିତ୍ୟ ବହିରେ ଅଛି। ତାହା ଆମେ ଆଜି ପଢ଼ିବା। ହେଲା ପିଲେ, ଭାଗବତ ଗୋଟିଏ ଜିନିଷ, ଏ ହେଉଛି ଗୋଟିଏ କ'ଣ ପିଲେ, ପଦ୍ୟ ଆକାରରେ ଆକୁ ଲେଖାଯାଇଛି। ନବାକ୍ଷରୀ ଛାନ୍ଦ। ଏହା ପ୍ରତ୍ୟେକ 2ଟି ପାଦରେ ଗୋଟିଏ ପଦ ହେଇଛି ଏବଂ ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ହେଉଛି 9। ତେଣୁ ଏହାର ନାମ ମଧ୍ୟ ହେଉଛି ନବାକ୍ଷରୀ। ଛାନ୍ଦର ନାଁ ହେଉଛି ନବାକ୍ଷରୀ ଛାନ୍ଦ ବୋଲି କୁହାଯାଏ। ଭାଗବତ ବାଣୀ ତାର ଗୋଟେ ସ୍ୱତନ୍ତ୍ର ନିୟମ ଅଛି ପିଲେ ପଢ଼ିବା ପାଇଁ। କ'ଣ ସେ ସ୍ୱତନ୍ତ୍ର ନିୟମଟି? ନା ନବାକ୍ଷରୀ ଛାନ୍ଦକୁ ଆମେ ଯେତେବେଳେ ପଢ଼ିବା, କବିତା ପଢ଼ିଲେ କବିତାର କିଛି ଜାଗାରେ ଆମକୁ ଯେଉଁ ବ୍ରେକ୍ ନେବାକୁ ପଡ଼େ, ରହି ରହି ପଢ଼ିବାକୁ, ସ୍ୱର ତାଳ ଦେଇକି ପଢ଼ିବାକୁ ପଡ଼େ, ଏ ନବାକ୍ଷରୀ ଛାନ୍ଦରେ ସେମିତି ଅଛି। ତାହା ହେଉଛି 3 ନମ୍ବର ଅକ୍ଷର ପାଖରେ ଟିକେ ରହିବା, 5 ନମ୍ବର ଅକ୍ଷର ପାଖରେ ରହିବା, ତାପରେ ଶେଷରେ ରହିବା।
ତାହେଲେ ଆକୁ ଆମେ ଯେମିତି ସେମିତି ପିଲେ ପଢ଼ିଦେବାନି। ଭାଗବତ ତ ସବୁ ଘରେ ପଢ଼ୁଥିବ, ଭାଗବତ ଟୁଙ୍ଗିକା ମାନଙ୍କର ଅଛି, ତୁମେ ସବୁ ଦେଖିଥିବ ପଢ଼ୁଥିବ। ତାହେଲେ ଆମେ ସେଇ ପଢ଼ିବା, ମୁଁ ତୁମକୁ ବତେଇଦେବି କେମିତି ପଢ଼ିବ। ତୁମେ ସବୁ ଘରେ କବିତାଟି ପଢ଼ି ଟିକେ ମନେ ରଖିକି ଆସିବ। ଏ ଆମର ବୃକ୍ଷ ମାହାତ୍ମ୍ୟଟି ହେଉଛି କ'ଣ? ଓଡ଼ିଆ ଭାଗବତର 10ମ ସ୍କନ୍ଧ ଗୋପଲୀଳା ଅନ୍ତର୍ଗତ 23 ଅଧ୍ୟାୟରୁ ଆସିଅଛି। ଏଥିରେ କବି ବୃକ୍ଷର ଉପକାରିତା ବିଷୟରେ ଆଲୋଚନା କରିଛନ୍ତି। ବୃକ୍ଷ ଆମର କ'ଣ କ'ଣ କରେ, ବୃକ୍ଷ କେତେ ମହାନ, ତା'ର କେତେ ମାହାତ୍ମ୍ୟ ରହିଛି, ସେଇ ବିଷୟରେ ଆଲୋଚନା କରିଛନ୍ତି। କୃଷ୍ଣ ତାଙ୍କର ସାଙ୍ଗମାନଙ୍କୁ ବୁଝାଉଛନ୍ତି ଯେ ବୃକ୍ଷ ଆଉ ମଣିଷ ଭିତରେ କ'ଣ ସାମଞ୍ଜସ୍ୟ ରହିଛି, କି ମଣିଷ ଠାରୁ ବୃକ୍ଷ ଆହୁରି ଅଧିକ ମହତ୍ତ୍ୱପୂର୍ଣ୍ଣ, ତାହା ଆମେ ଆଲୋଚନା ପରେ ଜାଣିବା ପଢ଼ିଲା ପରେ। ତୁମେ ପିଲେ ବର୍ତ୍ତମାନ ଟିକେ କବି ପରିଚୟଟି ଦେଖିଦିଅ, ନିଜ ଟିପା ଖାତାରେ ଲେଖିଦିଅ। ଲେଖିଦେଇ ମନେ ରଖିବ, ସବୁ କବିଙ୍କ ପରିଚୟ ମନେ ରଖିବ। ମୁଁ ପୁଣି ଆସନ୍ତା କ୍ଲାସରେ ତୁମକୁ କବି ପରିଚୟ ପଚାରିବି। ହେଲା ପିଲେ, ଲେଖିଲ? ତେଣୁ ଏ କବି ପରିଚୟଟି ତୁମେ ସବୁ ନିଜ ନିଜ ଖାତାରେ ଲେଖି ରଖିବ। ଏବେ ପିଲେ ଆମେ ତୁମେ କବିତାଟି ଘରେ ସବୁ ବହି ଦେଖି ପଢ଼ିବ। ତୁମେ ତ ଅଷ୍ଟମ ଶ୍ରେଣୀ ସବୁ ପାଠ ପଢ଼ିଲଣି, ଆଉ ତୁମକୁ ତ ତୁମେ ଛୋଟ ପିଲା ହେଇନ ଯେ ତୁମକୁ ପଢ଼ି ଆସିବନି। ଯଦି ବି ଯେଉଁମାନଙ୍କୁ ପଢ଼ି ନ ଆସିଥିବ, ସାଙ୍ଗସାଥି ସବୁ ଏକାଠି ବସି ଟିକେ କବିତା ଟିକେ ପଢ଼ିବ। କେମିତି ପଢ଼ିବା ନା, ମୁଁ ତୁମକୁ କହିଥିଲି ଏହା ହେଉଛି ଭାଗବତ। ଏହା ନବାକ୍ଷରୀ ଛାନ୍ଦରେ ରଚିତ ହୋଇଛି। ନବାକ୍ଷରୀ ଛାନ୍ଦକୁ ଆମେ କେମିତି ପଢ଼ିବା, ପ୍ରଥମେ ପିଲେ ଦେଖ, ତୁମେ ଭାଗବତ ଟୁଙ୍ଗିକି ଯିବ। ସବୁ କେମିତି ପଢ଼ା ହେଉଛି ନା, ଏମନ୍ତେ କୃଷ୍ଣ ଆଜ୍ଞା ପାଇ କନ୍ୟାଏ ଗଲେ ତୋଷ ହୋଇ, ଗୋବିନ୍ଦ ପାଦେ ମନ ଥୋଇ, ମିଳିଲେ ନିଜ ଘରେ ଯାଇ, ଗୋପାଳ ମେଳେ ଦାମୋଦର, ଗାଈ ଚରାଇ ଗଲେ ଦୂର, ନିଦା ଘର ବି ତେଜ ଲାଗି, ପୋଏ ହୋଇଲେ ଦୁଃଖ ଭାଗି, ଚରାନ୍ତି ଗୋରୁ ଗୋପ ମେଳେ, ଶୀତଳ ଛାୟା ବୃକ୍ଷ ତଳେ। ହେଲା ପିଲେ, ଏଇ ସ୍ୱରରେ ତୁମେ ଭାଗବତ ବାଣୀଟିକୁ ଏହି ସ୍ୱରରେ ଘରେ ପଢ଼ିବ। ଆଉ ତୁମେ ଦେଖିଛ ଭାଗବତ ଟୁଙ୍ଗିରେ ଜଣେ ଭାଗବତ ପଢ଼ିଲେ ଅନ୍ୟମାନେ ସବୁ ସାଇ ଭାଇମାନେ ସବୁ ବସିଥାନ୍ତି, ସମସ୍ତେ ଭାଗବତ ଶୁଣୁଥାନ୍ତି। ମଝିରେ ମଝିରେ ଭାଗବତରେ କ'ଣ ବୋଲାଉଥାଏ ନା, ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। ହେଲା ପିଲେ, ହରି ବୋଲ। ଏଭଳି ଭାଗବତ ଟୁଙ୍ଗିରେ ଚାଲେ ନା ନାହିଁ? ଆମେ ବାସ୍ ଆମର ବୃକ୍ଷ ମାହାତ୍ମ୍ୟଟି ସେଇ ଭାଗବତ ସ୍ୱରର ଅଛି, ଭାଗବତରୁ ଆସିଛି। ତେଣୁ ତୁମେ ଟିକେ ସ୍ୱର ଦେଇ ପଢ଼ିଲେ ତୁମକୁ ମଜା ଲାଗିବ। ତୁମେ ସବୁ ସ୍ୱର ଦେଇ ଯେତିକି ମୁଁ ପଢ଼ିଲି ସେତିକି ତୁମେ ପଢ଼ି ଦେଇଥିବ। କବି ପରିଚୟଟିକୁ ମନେ ରଖିଦେଇଥିବ। ଆଜି ପାଇଁ ଏତିକି। ୟା ପର କ୍ଲାସରେ ଆମେ ପୁଣି ଆଲୋଚନା କରିବା। ଧନ୍ୟବାଦ।